ଆଉ ଏଇଟା କେବଳ ଭକ୍ତ ଭଗବାନଙ୍କ ମିଳନ ନୁହଁ, ଯେମିତି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ଇନ୍ଦ୍ରଦେବ ଆସିଛନ୍ତି ଦର୍ଶନ କରିବାକୁ, ଏଇଟା ସେଇଭଳି ଅନୁଭୂତି ଆମର ଅଷ୍ଟମୀ ଅଶୋକ ଅଷ୍ଟମୀ ଉପଲକ୍ଷେ ଆଜି ଦେବାଦିଦେବ ମହାଦେବଙ୍କ ରଥଯାତ୍ରା ହଉଛି। ଦୁର୍ଗୁଣ ରଥଯାତ୍ରା ଆଉ ଉପରେ କଣ କହିବେ? ଦେଖନ୍ତୁ, ଆପଣ ଜାଣିଥିବେ ଓଡ଼ିଶାରେ 4ଟି ସ୍ଥାନ 4ଟି କ୍ଷେତ୍ର ଅଛି, ଅର୍ଥକ୍ଷେତ୍ର, କର୍ମକ୍ଷେତ୍ର, ଗଦାକ୍ଷେତ୍ର, ଚକ୍ରକ୍ଷେତ୍ର। ଆପଣ ଦେଖିଥିବେ ଶ୍ରୀକ୍ଷେତ୍ରରେ ଆପଣ ଯେମିତି ଦେଖୁଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ହଉଛି, ଇଏ ତାଠୁ ପୂର୍ବ ରଥଯାତ୍ରା। ଆದ್ರೆ ସ୍ୱୟଂ ଲିଙ୍ଗରାଜ ମହାପ୍ରଭୁ ଯେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ରାଜା ଆଉ ସମସ୍ତ ଲିଙ୍ଗମାନଙ୍କ ରାଜା, ସିଏ ରଥରେ ଦୁର୍ଗା ଦେବୀ ଓ ଦୋଳଗୋବିନ୍ଦଙ୍କୁ ନେଇକି ଯାତ୍ରା କରନ୍ତି। ଯେତେବେଳେ ତ୍ରେତା ଯୁଗରେ ରାମ ଆସିଥିଲେ, ସେତେବେଳେ ସିଏ ବ୍ରହ୍ମ ହତ୍ୟାରୁ ମୁକ୍ତି ପାଇବା ଏଠି ରାମେଶ୍ୱର ଲିଙ୍ଗକୁ ପୂଜା କରୁଥିଲେ। ସେଇ ରାମ ଆସିଥିବା ରାମଙ୍କୁ ପ୍ରସନ୍ନ ହେଇକି ତ୍ରିଭୁବନେଶ୍ୱର ତାଙ୍କୁ କହିଥିଲେ କି ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଶୋକାଷ୍ଟମୀ ତିଥିରେ ମହାପ୍ରଭୁ ଭେଟ କରିବାକୁ ବାହାରିବେ। ସେ ରାମନବମୀ ଦିନ ଭେଟ ହୁଏ, 5 ଦିନ ରହିକି ଦ୍ୱାଦଶୀରେ ବାହୁଡିକି ମହାପ୍ରଭୁ ଆସନ୍ତି। ଆଉ ମହାଦେବଙ୍କର ସବୁ ଆୟୋଜନ ଦେଖନ୍ତୁ, ମନ୍ଦିର ପ୍ରଶାସନ ତରଫରୁ ଯେମିତି ଯାହା ଆୟୋଜନ ହେଇଥିଲା ସବୁ ଟାଇମରେ ହେଇଛି, କେବଳ ଘଣ୍ଟାରେ ନୀତି ଲେଟ୍ ଯେହେତୁ ଟିକେ ମହାପ୍ରଭୁ ଛାମୁରେ ବେଶ ମାରା ହୋଇଥିଲା, ଅଣସେବାୟିତ ବାହାର ଲୋକ ଜଣେ ପଶି ଯାଇଥିଲେ ଛାମୁ ଭିତରକୁ, ନହେଲେ ସମାନ ଯେତିକି 2ଟା କୁହାଯାଇଥିଲା 2ଟାରେ ହିଁ ରଥ ଟଣା ଆରମ୍ଭ ହୋଇଥାନ୍ତା। ବର୍ତ୍ତମାନ ଯାଏ ମହାପ୍ରଭୁ ସକାଳ ଧୂପ ନୀତି ରଥ ଉପରେ ସରିସାରିଛି। ଅଶ୍ୱ ଆଉ ରହିଲା ଚକ ପୂଜା, ଅଖ ପୂଜା, ତାପରେ 4 ଦ୍ୱାର, ମହାପ୍ରଭୁ ବ୍ରହ୍ମା ପୂଜା ସବୁ ସମ୍ପୂର୍ଣ୍ଣ ହେଇଛି। ବର୍ତ୍ତମାନ ଦୀପ ଧୂପ ଆଉ ସନ୍ଧ୍ୟା ଧୂପ ହୋଇକି ମହାପ୍ରଭୁ ପୌର ନୀତି କେବଳ ଅନୁଷ୍ଠିତ। ବର୍ଷା ପାଇଁକା କିଛି ଅସୁବିଧା ହେଇଛି କି? ଦେଖନ୍ତୁ, ବର୍ଷା ପାଇଁ କିଛି ସେତେ ଅସୁବିଧା, ଲୋକମାନେ ଯେତିକି ଥିଲେ ସେମାନେ ଭିଡ଼ ଭାଙ୍ଗି ଯାଇଥିଲା ପ୍ରଶାସନ, ନହେଲେ ଯଦି ବର୍ଷା ହୋଇନଥାନ୍ତା ବୋଧେ ଆଜି ମହାପ୍ରଭୁ ରଥ ଯାଇକି ରାମେଶ୍ୱରରେ ଲାଗିଥାନ୍ତା। କିନ୍ତୁ ଏଇ ଯୋଉ ନିଆରା ଅନୁଭୂତି, ଏଇ ଯୋଉ ବର୍ଷାରେ ମହାପ୍ରଭୁ ରଥ ଟଣା ହେଇଛି, ଏଇଟା ଆମେ କେବେ ଆଜି ଯାଏଁ ଦେଖିନଥିଲୁ, ଏଇଟା ପ୍ରଥମ ଥର ହୋଇଛି। ଆଉ ଏଇଟା କେବଳ ଭକ୍ତ ଭଗବାନଙ୍କ ମିଳନ ନୁହଁ, ଯେମିତି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ଇନ୍ଦ୍ରଦେବ ଆସିଛନ୍ତି ଦର୍ଶନ କରିବାକୁ, ଏଇଟା ସେଇଭଳି ଅନୁଭୂତି ଆମର ମହାପ୍ରଭୁ। ଆମର ଏବେକା ଜେନେରେସନର ଯୋଉ ଯୁବପିଢି ଅଛନ୍ତି, ଏ କଳା ପରମ୍ପରା ସଂସ୍କୃତି କି ଭୁଲି ଯାଉଛନ୍ତି, କଣ ଗୋଟେ ମେସେଜ ଦେବେ? ଦେଖନ୍ତୁ, ଇଏ ହଉଛି ଆମର ଗର୍ବ, ଆମର ମାନେ ଏଇଟା ହଉଛି ଆମର ନୀତି। ଯେମିତି ଆମେ ସବୁଦିନ ମହାପ୍ରଭୁଙ୍କ କାମ ଦେଖୁଥିବା, ସବୁଦିନ ମହାପ୍ରଭୁ ଦର୍ଶନ କରୁଥିବା, ସବୁଦିନ ମହାପ୍ରଭୁ କିଛି ନ ହାତ ଯୋଡ଼ିକି ମୁଣ୍ଡିଆଟେ ମାରୁଥିବା, ସେଇଟା ଆମ ପାଇଁ ବଡ। ଆଉ ମହାପ୍ରଭୁଙ୍କ ବିଷୟରେ ଯଦି ଆମେ ନ ଜାଣିବା ଆଉ କିଏ ଜାଣିବେନି। ଅନ୍ୟ ଧର୍ମ ଲୋକ ଦେଖନ୍ତୁ ତାଙ୍କ ଧର୍ମ ଉପରେ ଭଲସେ ସମ୍ଭାଳିକି ରଖୁଛନ୍ତି, ଆମ ଧର୍ମ ସନାତନ ଧର୍ମ, ସବୁଠୁ ପୁରାତନ ଧର୍ମ। ଏଭଳିଆ ଧର୍ମ ଆପଣଙ୍କୁ ବିଶ୍ୱରେ ଭାରତ ବର୍ଷରେ କୋଉଠି ଦେଖିବାକୁ ମିଳିବନି, କେବଳ ଏଇ ଭୂଖଣ୍ଡରେ ଅଛି। ଆଉ ଏଇ ପରମ୍ପରା, ଏଇ ନୀତି ଭାରି ନିଆରା, ଯୋଉଟା ଅନ୍ୟ କୋଉ ଦେଶରେ ଆପଣଙ୍କୁ ଦେଖିବାକୁ ମିଳିବନି।